ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ପାଳିତ। ପ୍ରଗତି ଉତ୍କଳ ସଂଘ ଓଡ଼ିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ରାଉରକେଲାଠାରେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ସଂଘ ପରିସରରେ ପାଳିତ ହୋଇଯାଇଛି। ସଂଘର ସମ୍ପାଦକ ଘନଶ୍ୟାମ ଧଳ ଓ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ଇଞ୍ଜିନିୟର ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ରଶ୍ମିରଞ୍ଜନ ବୋଇତାଇ, ସଭାପତି ଓ ଅଧ୍ୟାପକ ଡକ୍ଟର ନଗେନ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶାସ୍ତ୍ରୀୟ ଭାଷା ଦିବସ ପାଳନ ଅବସରରେ ଆଲୋଚନା କରିଥିଲେ। ସଭାପତି ଶ୍ରୀ ବୋଇତାଇ ସଭାପତିତ୍ୱ ଅଭିଭାଷଣରେ ଭାଷାକୁ ବ୍ୟକ୍ତିଗତ ପ୍ରଶାସନିକ ଅନୁଷ୍ଠାନମାନଙ୍କରେ ବ୍ୟବହାର ଏପରିକି ଛୋଟ ଛୋଟ କଥାରେ ଓଡ଼ିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ମୁଖ୍ୟ ବକ୍ତା ଡକ୍ଟର ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ କଥିତ ଓଡ଼ିଆ ଓ ଲିଖିତ ଓଡ଼ିଆ ମାଧ୍ୟମରେ ପାର୍ଥକ୍ୟ ରହିଛି। ଶିକ୍ଷାକୁ ଶକ୍ତିଶାଳୀ କରିଲେ ଭାଷା ଅବକ୍ଷୟ ହେବ ନାହିଁ। ଜାତିର ଅସ୍ମିତା ବୋଧ ଭାଷା ମାଧ୍ୟମରେ ହୋଇଥାଏ। ଜ୍ଞାନର ବୃଦ୍ଧି ବଳରେ ସଂସ୍କୃତି ପରିପ୍ରକାଶ ଘଟିଥାଏ। ଜ୍ଞାନ ସଂସ୍କୃତି ଭାଷା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ସଂସ୍କୃତ କୌଣସି ସମୟରେ କଥିତ ଭାଷା ନଥିଲା ବୋଲି ସେ ମତ ରଖିଥିଲେ। ଆବାହକ ଶ୍ରୀ ମହାପାତ୍ର 2014ରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇବା ସହ ଏହାର ଐତିହ୍ୟ ଓ ସଂଘର୍ଷମୟ ଇତିହାସ ଉପରେ ପ୍ରାମାଣିକ ତଥ୍ୟ ପ୍ରଦାନ କରିଥିଲେ। ଭାଷା ହିଁ ଏକ ଜାତିର ପରିଚୟ ଓ ପ୍ରାଚୀନତା ହିସାବର ଭାଷାକୁ ଶାସ୍ତ୍ରୀୟତା ମାନ୍ୟତା ମିଳିଥାଏ ବୋଲି ମତ ଦେଇଥିଲେ। ପରେ ବ୍ରଜେନ୍ଦ୍ର ଦାସ ଏକ ଗଳ୍ପ ପାଠ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କବି ବଳରାମ ରାଉଳଙ୍କ ସଭାପତିତ୍ୱ କବି ରଶ୍ମି ସାହୁ ତଥା ଗୀତାରାଣୀ ବେହେରା, କୁଞ୍ଜବିହାରୀ ରାଉତ, ଶ୍ରୀଧର ସୁନା, ନିକୁଞ୍ଜ ବିହାରୀ ଦାସ, ସୁନୀଲ ଦାସ, ସତ୍ୟନାରାୟଣ ଦାସ, ଗଦାଧର ରଥ, ଚିନ୍ମୟ ପୁରୋହିତ, ଅଶୋକ କୁମାର ପଟ୍ଟନାୟକ ଓ ସଂଯୋଜକ ଦ୍ୱୟ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ରାଧାମୋହନ ନାୟକ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅରବିନ୍ଦ ପାତ୍ର, ଘନଶ୍ୟାମ ଧଳ, ଇନ୍ଦ୍ରମଣି ମହାପାତ୍ର, ପୁଷ୍ପାରାଣୀ ପଟେଲ, ଡଲିରାଣୀ ବ୍ରହ୍ମା, ଚିତ୍ତରଞ୍ଜନ ବ୍ରହ୍ମା, ଗୌତମ ଦାସ, କାଶୀନାଥ ପାତ୍ର, କୈଳାସ ମହାନ୍ତି, ବସନ୍ତ ନାୟକ, ପ୍ରଦୀପ ପଟ୍ଟନାୟକ, ଧରଣୀଧର ସାମଲ, କରୁଣାକର ପାଟଶାଣୀ, ଧରିତ୍ରୀ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।